ଆଦି ଜେଜେମାଙ୍କୁ କହୁଛନ୍ତି, ନାଇଁ ଜେଜେମା, ନତାଶାଙ୍କର ଏ ପିଲାକୁ ମୁଁ କେବେ ବି ଗ୍ରହଣ କରିପାରିବିନି। କାହିଁକିନା ଏ ମୋ ରକ୍ତର ନୁହଁ। ଆଉ ମୁଁ ସେଇ ପିଲାକୁ ଗ୍ରହଣ କରିବି ଯେଉଁ ପିଲା ଦେହରେ ମୋ ରକ୍ତ ଆଉ ମୁକ୍ତିଙ୍କ ରକ୍ତ ବହୁଥିବ, ନତାଶାଙ୍କର ନୁହଁ। ସେଇ ଟାଇମ୍ରେ ଆଦି ଯେତେବେଳେ ଏମିତି କହୁଥିଲେ, ସେଇ ଟାଇମ୍ରେ ମୁକ୍ତି ଆସିକି ଆଦିକୁ କହୁଛନ୍ତି, ଆଦି 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 ନତାଶା ତମ ପିଲାର ମା ହେବାକୁ ଯାଉଛି। ସେଇ ଟାଇମ୍ରେ ଆଦି କହୁଛନ୍ତି ମୁକ୍ତିଙ୍କୁ, ସେଟା କେବେ ବି ନୁହଁ। ସେ ଯଦି ଆବର୍ଷଣ କରିବାକୁ ଚାହୁଁଛନ୍ତି ତାହେଲେ ଆବର୍ଷଣ କରିପାରନ୍ତି। ସେଇ ଟାଇମ୍ରେ ଧନଶ୍ରୀ ଆଦିକୁ କହୁଛନ୍ତି, ବାସ୍ ଆଦି, ଏ ପିଲା ହେଉଛି ଏ ଘରର ଉତ୍ତରାଧିକାରୀ। ଆଉ ଏମିତିରେ ବି ଦେଖ ଆଦି, ଡକ୍ଟର କହିଛନ୍ତି ନା ତତେ, ମୁକ୍ତି ଗୋଟେ ବର୍ଷ ପାଇଁ ଟୋଟାଲି ମା ହେଇପାରିବନି। ତାପରେ ମୁକ୍ତି ଆଦିକୁ କହୁଛନ୍ତି, କିଛି ମାସ ତଳେ ଯେତେବେଳେ ମୁଁ ଏ ପିଲାକୁ ଜନ୍ମ ଦେବାକୁ ଚାହୁଁଥିଲି, ସେଇ ଟାଇମ୍ରେ ଏ ପରିବାର ଲୋକେ ମୋତେ ପୁରା ପରିବାର ଲୋକେ ମୁଣ୍ଡରେ ବସେଇଥିଲେ। କିନ୍ତୁ ଏବେ ଯେତେବେଳେ ନତାଶା ରକ୍ତ ଏମିତି କହିଲା ବେଳେ ସେଇ ଟାଇମ୍ରେ ଆଦି ମୁକ୍ତିକୁ କହୁଛନ୍ତି, ବାସ୍ ମୁକ୍ତି, ତମେ ବୁଝିପାରୁନା କି? ତମେ ବୁଝିପାରୁନା କ'ଣ ପାଇଁ ସିଏ ତମ ସହିତ ଡ୍ରାମା କରୁଛି? ସେଇ ଟାଇମ୍ରେ ମୁକ୍ତି ଆଦିଙ୍କୁ କହୁଛନ୍ତି, ଆଦି କମ୍ ଡାଉନ୍, ମୁଁ ଜାଣିଛି ଜେଜେମା ଆଉ ଦିଦି ଆଉ ଘର ଲୋକେ ରାଗିବା ଉଚିତ, କାହିଁକି ନା, କିନ୍ତୁ ଆମେ ଦୁଇ ଜଣ ଏତେ ରାଗିବା ଜମାରୁ ବି ଠିକ୍ ନୁହଁ। ଆମ ଦୁଇ ଜଣଙ୍କର ତ ନତାଶା ଉପରେ ବହୁତ ଭରସା ଅଛି ନା। ସେଇ ଟାଇମ୍ରେ ଆଦି ମୁକ୍ତିକୁ କହୁଛନ୍ତି, ତମର ମୁକ୍ତି ନତାଶା ଉପରେ ଭରସା ଥାଇପାରେ, କିନ୍ତୁ ମୋର ଭରସା ନାହିଁ। ଆଉ କେବେ ବି ତାଙ୍କ ଉପରେ ମୋର ଭରସା ନଥିଲା ବି। ସେଇ ଟାଇମ୍ରେ ମୁକ୍ତି ଆଦିକୁ କହୁଛନ୍ତି, ଆଦି, ମୋର ଭରସା ଭାଙ୍ଗିବା ପାଇଁ ତମେ ତାକୁ ବ୍ଲେମ୍ କରନି। ସେ ଆମ ଭିତରେ କେବେ ବି ଆସିବନି। ସେଇ ଟାଇମ୍ରେ ମୁକ୍ତିଙ୍କୁ ଆଦି କହୁଛନ୍ତି, ଆସି ସାରିଛି। ସେ ଆମ ଭିତରେ ଅଲରେଡ଼ି ଆସି ସାରିଛି ମୁକ୍ତି। ସେ ଯେମିତି କଥା କହୁଛି, ତମେ କିଛି ବି ବୁଝିପାରୁନା, କିଛି ବି ତମେ ଜାଣିପାରୁନା। ତାର ପ୍ଲାନ୍ ଅଲରେଡ଼ି ସକ୍ସେସ୍ ହେଇସାରିଛି। ସେ ଆମ ଲାଇଫ୍ରେ ଅଲରେଡ଼ି ଏଣ୍ଟ୍ରି କରିସାରିଛି ମୁକ୍ତି। କିନ୍ତୁ ତମେ କିଛି ବି ବୁଝିପାରୁନା, ଆଉ କିଛି ବି ଜାଣିପାରୁନା। କାହିଁକି ଏସବୁ ହେଉଛି ମୁକ୍ତି ଜାଣିଛ? କାହିଁକି ନା ତମେ ତା ଭଲ ପାଇବାରେ ଅନ୍ଧ ହେଇଯାଇଛ। ତମେ ଜାଣିଛ ମୁକ୍ତି, ୟୁଜୁଆଲି ହଜବେଣ୍ଡ ୱାଇଫ୍ ଭିତରେ କାହିଁକି ଝଗଡ଼ା ସୃଷ୍ଟି ହୁଏ? କାହିଁକି ନା ସେ ଯେତେବେଳେ ଦୁହେଁ ଦୁଇ ଜଣଙ୍କୁ ଟାଇମ୍ ନ ଦେଇପାରନ୍ତି, କାହିଁକି ନା ସେ ସମ୍ପର୍କର ବାଲାନ୍ସ ରୁହେନି। ହେଲେ କିନ୍ତୁ ଆମ ଦୁଇ ଜଣ ଭିତରେ କାହିଁକି ଝଗଡ଼ା ହେଉଛି ଜାଣିଛ? କେବଳ ତମ ଭଉଣୀ ପାଇଁ। କିନ୍ତୁ ତମେ କିଛି ବି ବୁଝିପାରୁନା କି କିଛି ବି ଜାଣିପାରୁନା। କାହିଁକି ମୁକ୍ତି ଜାଣିଛ? କାହିଁକି ନା ତମ ଆଖିରେ ତମେ ପଟି ବାନ୍ଧିକି ରଖିଛ। ସେଇ ଟାଇମ୍ରେ ମୁକ୍ତି ଆଦିଙ୍କୁ କହୁଛନ୍ତି, ଆଦି, ସେଇ ଟାଇମ୍ରେ ମୁକ୍ତିଙ୍କ ହାତ ଆଦି ଛାଟି ଦେଇକି କହୁଛନ୍ତି, ମୁକ୍ତି, ଆଉ ଥରେ ଯଦି ତମେ ନତାଶାଙ୍କ ପାଇଁ ମୋତେ କିଛି ବି କୁହ, ତାହେଲେ ବହୁତ ଖରାପ ହେବ।